ଆମର ଜୀବନ ପଳେଇଲା ସୀତା ଆମ କଥା କିଛି ବୁଝିଲା ନାହିଁ। ତୁ ତ ଆଉ ଫେରିବୁନି। ଏ ପିଲାମାନଙ୍କ ଜଞ୍ଜାଳ କିଏ ବୁଝିବ? କାହା ହାତରେ ରାକ୍ଷୀ ବାନ୍ଧିବି? ଆସିବୁ କହି କୁଆଡ଼େ ଗଲୁ ମୋ ଭାଇ? ଆଉ କାହାକୁ ଭାଇ ଡାକି ବଞ୍ଚିବି? ଏ ସଂସାର ମତେ ତୋ ଭଳିଆ ଭାଇ କିଏ ଆଣିଦେବ? ଏଇଆ କହି କଇଁ କଇଁ ହୋଇ ଭାଇ ପାଇଁ କାନ୍ଦୁଥାଏ ଭଉଣୀଟି। ଅନ୍ୟ ପରିବାର ବର୍ଗ ସେମିତି ଦୁଃଖରେ ଭାଙ୍ଗି ପଡ଼ି ନୀରବରେ ବସିଥାନ୍ତି। କିଛି ଘଣ୍ଟା ଆଗରୁ ଜୀବନ ହାରିଥାଏ ଏହି ଭାଇଟି, ଯାହା ପାଇଁ ଆଜି ଭଉଣୀ ଛାତି ଫଟାଇ କାନ୍ଦି ଚାଲିଛି। ତେବେ ଆସନ୍ତୁ ଜାଣିବା ଦୁଃଖ ଭରା କାହାଣୀ। କେମିତି ଜଣେ ସ୍ୱାମୀକୁ ସ୍ତ୍ରୀ ଆଜି ଜୀବନ ହାରିବା ପାଇଁ ଶେଷ ନିଷ୍ପତ୍ତି ନେବାକୁ ବାଧ୍ୟ କଲେ। ଭଉଣୀର ଅଭିଯୋଗ ଅନୁସାରେ ମୃତକ ଜଣକ ହେଉଛନ୍ତି ଉମାକାନ୍ତ ସେଠୀ। ଦୀର୍ଘ ବର୍ଷ ହେଲାଣି ଭୁବନେଶ୍ୱର ଭରତପୁର ଅଞ୍ଚଳରେ ଘର କରି ରହିଥିଲେ। ଦୁଇଟି ପୁଅ ଝିଅ ତାଙ୍କର। ଉମାକାନ୍ତ ନିଜେ ଗାଡ଼ି ଚଳାଉଥିଲେ, ଆଉ ଅନ୍ୟ ବ୍ୟବସାୟ ବି ବେଳେବେଳେ କରୁଥିଲେ। ଏହା ସହିତ ନିଜ ଘର ଭଡ଼ାରେ ଲଗାଇଥିଲେ। ସମୟକ୍ରମେ ଉମାକାନ୍ତଙ୍କ ଘରେ ଜଣେ ବିହାରୀ ଯୁବକ ଭଡ଼ାରେ ରହିଲେ। କିନ୍ତୁ ଧୀରେ ଧୀରେ ଯାହା ଘଟଣା ଘଟିଲା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। କୁଆଡ଼େ ବିହାରୀ ଯୁବକ ପ୍ରେମରେ ପଡ଼ିଗଲେ ଉମାକାନ୍ତ ସେଠୀଙ୍କ ସ୍ତ୍ରୀ। ଯେତେବେଳେ ଉମାକାନ୍ତ ବାହାରକୁ କାମ କରିବାକୁ ଯାଆନ୍ତି, ସେତିକିବେଳେ ଏମାନଙ୍କର ସମ୍ପର୍କ ନିବିଡ଼ ହୋଇଯାଏ। ବୋର୍ଡିଂ କମ୍ପ୍ଲିଟେଡ୍। ନର୍ଚର, discover, fly with pride. TSG Gurukul, the ultimate home for your child. ତାପରେ ଇଏ 6 ତାରିଖ ଦିନ ସେ ଟୋକା ଦୁଇରେ ନା ଏକରେ ଆସିଲା। ଭାଇ ଘରକୁ ଆସିବା ଭିତରେ ସେ ଟୋକାକୁ ନେଇକି କୁଆଡେ ଲୁକେଇ ଦଉଥାଏ। ଭାଇ କାମକୁ ପଳେଇଲେ ତାକୁ ଡାକି ଆଣି ଖାଇବାକୁ ଦଉଥାଏ। ତାରି ଭିତରେ 6 ତାରିଖ ଦିନ ଗଲା ବିହାର ନା କୁଆଡେ ସେ ଟୋକାର କାହାକୁ କରିଛି ଭାଇକି କହିକି ସାମ୍ନା ଚାବି ଦେଇକିରି ପିଲା ଦିଟାକୁ ଧରିକି ପଳେଇଲା। ତାପରେ 20ରେ ନା କଣ ଆସିଲା, 22ରେ ବଡ ମାହାର ଭୋଜି ହଉଥିଲା। ସେ ଭୋଜିରେ ଭାଇ କହିଥିଲେ, ଭାଇ କଥା ଗଲା ଦିନ ସେଠି ଆଣି ଟୋକାକୁ ଦେଖିବାକୁ ରାଗ ମନରେ ଆସିଲା। ବାରେ ଦୌଡ଼ିଲା ତାଙ୍କ ଘରର ତା ବଡ ମା, ତା ଭାଇ, ସେ ଟୋକା ସମସ୍ତେ ମିଶି ତା ବଡ ମା ପୁଅ ଆଉ ତା ସ୍ତ୍ରୀ ସମସ୍ତେ ହେଇକି ତା ଶାଢୀ ସବୁ ହେଇକି ବାଡେଇକି ତା ଗୋଡଟାକୁ ଭାଙ୍ଗିଦେଲେ। ରାତି 2ଟା ହେଲାଣି। ଆମେ 24 ତାରିଖ ଦିନ ଜଳେଇ ସକାଳେ କଣ ବୁଝିଲି, କହିଲେ କି ଆଉ ଡକେଇଲେ ଆସିବ ଗାଡି। ସକାଳେ ଗାଇଲୁ, ସନ୍ଧ୍ୟାରେ ଗାଇଲୁ, ବୁଝିବା କାଲି ଖାଇଲୁ। ଆଉ କିଛି ବୁଝିଲେନି। ଫୋନ କରି ତା ସ୍ତ୍ରୀକି ଡାକିଲେ, କଣ କଥା ହେଲେ ଫୋନରେ। ଆମକୁ କହିଲେ ତମେ ବାହାରକୁ ପଳ, ତମ ଗୋଡ ଲାଗିନି, ତମେ ମିଛରେ କହୁଛ। ସୁରକ୍ଷା ଦେଲେନି। ଯଦି ସୁରକ୍ଷା ଦେଇଥାନ୍ତେ ତମ ଭାଇ ବଞ୍ଚିଥାନ୍ତା। ଆମ କଥା ତ ବୁଝିଲେନି। ଏତେବେଳେ ପର୍ଯ୍ୟନ୍ତ ଘର ପାଖରେ ବାଡେଇଛନ୍ତି ତାର ବଡ ମା, ଭାଇ, ସେମାନଙ୍କୁ ବି ଆରେଷ୍ଟ କରିନାହାନ୍ତି। ଟୁମୁଡୁମାରେ ରହୁଛି ସ୍ତ୍ରୀ, ତାକୁ ବି ଆରେଷ୍ଟ କଲେନି। ଆଉ ତାହେଲେ ଆଉ କଣ କରିବ? ରାସ୍ତା ଦେଇକି ସ୍ପଷ୍ଟ ଭାଷାରେ କହିବାକୁ ଗଲେ ତ ପୋଲିସର ଅବହେଳା ଯୋଗୁଁ ଆଜି ନିରୀହ ଜୀବନ ଗୋଟେ ଚାଲିଗଲା। ଗୋଟେ ସାରା ଦୁନିଆରେ ଗୋଟେ ସଂସାର ଭାଙ୍ଗି ରୁଜି ନଷ୍ଟ ହେଇଗଲା। ଭରତପୁର ପୋଲିସର ନିଷ୍କ୍ରିୟ କାର୍ଯ୍ୟକଳାପ, ମନମୁଖିଆ ଶାସନ, ଏଇଥିପାଇଁ ଗୋଟେ ପରିବାର ଛାରଖାର ହେଇଗଲା। ଘଟଣା ହଉଛି ତାର ମୃତ ବ୍ୟକ୍ତି ଯିଏକି ଆମର ଉମାକାନ୍ତ ସେଠୀଙ୍କର, ତା ସ୍ତ୍ରୀର ଅସଂଯମତା ସେ ବାରମ୍ବାର ଦେଖୁଥିଲା। ସେଇଥିପାଇଁ ତାର ମଝିରେ ମଝିରେ କଳି କଜିଆ ବି ହେଉଥିଲା। ଦ୍ୱିତୀୟତଃ କଥା ହଉଛି ସେ ଗୋଟେ ବିହାରୀ ପିଲା ସହିତ ନୈତିକ ସମ୍ପର୍କ ରଖିକି ସେ ଏଇଠୁ ପଳେଇଥିଲା ବିହାର। ଥରେ ଯାଇଥିଲା, ତାକୁ ବୁଝାସୁଝା କରି ନେଇକି ଆସିଥିଲା। ପୁଣି କିଛି ଦିନ ରହିଲା ପରେ, ଘର ସଂସାର କଲା ପରେ, ଛୁଆ ଦିଟାର ମୁହଁକୁ ଲକ୍ଷ୍ୟ କରି ସେ ସବୁ ଭୁଲି ଯାଇକିରି ପୁଣି ସଂସାର ତିଆରି କରିବା ଚାଲିଥିଲା। ସେଇଠି ଯେତେବେଳେ ଦେଖିଲେ କଣ ବଚସା ହେଇଛି ବୋଧେ, ତାକୁ ଆଧାର କରି ସେ ସ୍ତ୍ରୀ 10-12 ଲୋକ, ଏମିତି ମୁଁ ଯାହା ଶୁଣିଛି, ସଂଘବଦ୍ଧ ଭାବେ ଆକ୍ରମଣ କରିକିରି ସମ୍ପର୍କୀୟ ପୁରା ସେ ବିହାରୀ ପୁଅ ହେଲେ ତା ସହିତ
ରିଲେସନ ଅଛି ତାର ସଂଘବଦ୍ଧ ଆକ୍ରମଣ କରି ତାକୁ ପରିଚାଳନା କରାଯାଇଥିଲା। ପିଠି ସାରା ଦେହ ସାରା ସବୁ ମାଡ଼ ହେଇଛି, କ୍ଷତ ବିକ୍ଷତ ହେଇଛି। ୟା ପରେ ମଧ୍ୟ କ୍ୟାପିଟାଲ ହସ୍ପିଟାଲ ନେଇକି ଆସିଥିଲେ। କ୍ୟାପିଟାଲ ହସ୍ପିଟାଲ ଡକ୍ଟର ରିସର୍ଚ୍ଚ ପରେ ସେ ତାର ମେଡିକାଲ ସାର୍ଟିଫିକେଟ ବି ଦେଇଥିଲେ। ସେଇଟା ତ ସଂଘବଦ୍ଧ ଆକ୍ରମଣ ହେଲା ପରେ ଏସବୁ ଘଟଣା ଘଟିଛି। ଥାନାରେ ଏଫଆଇଆର ଦେଇକି ରେଜିଷ୍ଟର ମଧ୍ୟ ହେଇଛି। ପୋଲିସ ତାର ଏଏସ୍ଆଇ ସୋମନାଥ ଦଳେ ସେ ତାର କେସ୍ ଚଲାଇଥିଲେ। ସେ ତାକୁ ବାରମ୍ବାର କହିବା ସତ୍ତ୍ୱେ 3-4 ଥର କହିଲା ପରେ ମଧ୍ୟ ସେ କୌଣସି ପ୍ରକାର ଅଭିଯୋଗ କରୁନଥିଲେ। ଦ୍ୱିତୀୟତଃ ଆ ଉପରେ ଓଲଟା ଆକ୍ସନ ନେଲେ। ଆଉ ଯଦି ବା ମଲା କେବଳ ପୋଲିସ ଥାନା ଯୋଗୁଁ ହିଁ ମଲା। ଚାହୁଁଛି କଠୋର ଦଣ୍ଡ ମିଳୁ ସେମିତିକା ସ୍ତ୍ରୀ। ଆଶା କରୁଛି ଏମିତି କୌଣସି ଲୋକ ଯାହାର ଅଧା ପନ୍ଦରରେ ଘର ନ ଭାଙ୍ଗି ଯାଉ, ସମସ୍ତଙ୍କୁ ସୁରକ୍ଷା ମିଳୁ। ଆଉ ପୋଲିସକୁ ମୁଁ ଅନୁରୋଧ କରିବି ଏ ପ୍ରକାର ମନମୁଖୀ ଶାସନ ନ କରନ୍ତୁ। ଆଉ ଏମିତି କାହାର ଅଧା ରାସ୍ତାରେ ପରିବାର ଯାକୁ ନଷ୍ଟ ନ କରନ୍ତୁ। ତେବେ ଦିନକୁ ଦିନ ପରକୀୟା ପ୍ରୀତି ଭୟଙ୍କର ରୂପ ନେଲା। ଉମାକାନ୍ତଙ୍କୁ ରାସ୍ତାରୁ ହଟାଇବାକୁ ପ୍ଲାନ୍ ହେଲା। ଶ୍ୱଶୁର ଘରେ ଥରେ ଭୋଜି ବେଳେ ଉମାକାନ୍ତ ଘରର ଜ୍ୱାଇଁ ପୁଅ ହିସାବରେ ନିମନ୍ତ୍ରଣ ପାଇଥିଲେ। ତାଙ୍କ ସହିତ ଭୋଜିରେ ତାଙ୍କ ସ୍ତ୍ରୀର ପ୍ରେମିକ ମଧ୍ୟ ଆସିଥିଲା। ବିହାରୀ ଯୁବକକୁ ଦେଖି ଉମାକାନ୍ତଙ୍କ ରାଗ ବଢ଼ିଗଲା। ହେଲେ ସ୍ତ୍ରୀର ପରିବାର ଲୋକଙ୍କ ଆଗରେ ଉମାକାନ୍ତ ଦୁର୍ବଳ ପଡ଼ିଗଲେ। ଉମାକାନ୍ତ ଏହାକୁ ନେଇ ପାଟିତୁଣ୍ଡ କରିବାରୁ ସ୍ତ୍ରୀର ପରିବାର ଲୋକେ ଏବଂ ପ୍ରେମିକ ମିଶି ତାଙ୍କୁ ବାଡ଼େଇ ଗୋଡ଼ ଭାଙ୍ଗିଦେଲେ। ଏହାପରେ ଉମାକାନ୍ତ ଆସି ଭରତପୁର ଥାନାରେ ଏତଲା ଦେଇଥିଲେ ସ୍ତ୍ରୀ ସହ ତା ପରିବାର ପ୍ରେମିକ ନାଁରେ। ତେବେ ଅଭିଯୋଗ ପରେ ବି ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେଇନଥିଲା। ତେଣୁ ଅନ୍ୟ ଉପାୟ ନ ପାଇ ଶେଷ ନିଷ୍ପତ୍ତି ନେଇ ନିଜ ଜୀବନକୁ ଜଳାଞ୍ଜଳି ଦେଇଦେଲେ ଉମାକାନ୍ତ। ଏହାପରେ ଉମାକାନ୍ତଙ୍କ ପରିବାର ଲୋକେ ଏବଂ ସ୍ଥାନୀୟ ବାସିନ୍ଦା କାର୍ଯ୍ୟାନୁଷ୍ଠାନ ଦାବି କରି ଭରତପୁର ରାସ୍ତା ଅବରୋଧ କରିଥିଲେ। ଆନ୍ଦୋଳନ କରିଥିଲେ ଉମାକାନ୍ତଙ୍କୁ ନ୍ୟାୟ ଦାବିରେ। ଶେଷରେ ସ୍ତ୍ରୀ ପରିବାର ଲୋକଙ୍କୁ ଆଣି ଥାନାରେ ପଚରାଉଚରା କରିଥିଲା ପୋଲିସ। ହେଲେ ସ୍ତ୍ରୀ ଓ ତାର ପ୍ରେମିକ ଫେରାର ହୋଇଯାଇଥିଲେ। ପୋଲିସ ଏବେ ଉମାକାନ୍ତଙ୍କ ସ୍ତ୍ରୀକୁ ଗିରଫ କରି ତଦନ୍ତ ଚଳାଇଛି। ଏହି ମାମଲାରେ ପୋଲିସର ତଦନ୍ତ କ'ଣ ହେବ ଆଉ ଉମାକାନ୍ତଙ୍କ ପରିବାରକୁ କିଭଳି ନ୍ୟାୟ ମିଳୁଛି ଦେଖିବାକୁ ବାକି ରହିଲା। ଭୁବନେଶ୍ୱରରୁ ରାଜାଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।